ଏ ପୁଅ କଳା କିନ୍ତୁ ଗଢଣ ନାହିଁ ବୋଲି ଝିଅ ରାଜି ଗଢଣ ନାହିଁ, ଏଟା ବୁଢା ବହୁତ ବୟସ ହେଇଯାଇଛି, ତାକୁ ଏମିତି ବହୁତ ଭାଙ୍ଗି ଯାଇଛି ଆପଣ ବୋଧେ। ଟିକେ ପୂର୍ବରୁ ମାଙ୍କଡ ବୋଲି କହିଲେ, କାହିଁ ଏମିତି କହିଲେ? ମାଙ୍କଡ କହିଲେ ମାଙ୍କଡ ଭଳିଆ ଦୂରୁଛି। ବେଦିରେ ସେ ଜୋଇଁ ବସିଥିଲେ ନା ତା ବଦଳରେ ଆଉ କିଏ ବସିଥିଲେ? ତା ବଦଳରେ ଆଉ କିଏ ବଇଥିଲା? ତମ ଝିଅ ଯଦି ପରବର୍ତ୍ତୀ ସମୟ ଗୋଟେ କୋଉଠି ବାହାର ହେଲା ସେମିତି କାଳିଆ ଜୋଇଁ ହେଲା ସେ ବାହା ହବ ନାହିଁ, ନାଇଁ କହୁଛି ମୁଁ ଆଉ ଜମା ବାହା ହେବିନି। ଆଉ ବାପା ରୂପକୁ ଦେଖିକି ପସନ୍ଦ କରିନଥିଲେ, ଘର ଦ୍ୱାର ତା ବିଜନେସ କୁ ଦେଖି ପସନ୍ଦ କରିଥିଲେ। ସେ ପରା ଆଉ ଗୋଟେ ଫଟୋ ଦେଖଉଛି। ନାଇଁ ନାଇଁ, ବାପା ତ ତାଙ୍କ ଘରକୁ ଯାଇଥିବେ ଦେଖିବାକୁ ନା। ହଁ, ସେ ଘର ଦିଏରେ ବା ସେ ଆଉ ଲୋକଙ୍କୁ ଫଟୋ ଦେଖେଇଛି। ବେଦି ଉପରେ ବି ପସନ୍ଦ ନଥିଲା, କାନ୍ଦିଲା ବୋ ବୋଇ ତା ହବ। ଏ ପୁଅ କଳା କିନ୍ତୁ ଗଢଣ ନାହିଁ ବୋଲି ଝିଅ ରାଜି ଗଢଣ ନାହିଁ, ଏଟା ବୁଢା ବହୁତ ବୟସ ହେଇଯାଇଛି, ତାକୁ ଏମିତି ବହୁତ ଭାଙ୍ଗି ଯାଇଛି ଆପଣ ବୋଧେ। ଟିକେ ପୂର୍ବରୁ ମାଙ୍କଡ ବୋଲି କହିଲେ, କାହିଁ ଏମିତି କହିଲେ? ମାଙ୍କଡ କହିଲେ ମାଙ୍କଡ ଭଳିଆ ଦୂରୁଛି। ଆମେ କଣ କହିବୁ, ଛୁଆଙ୍କୁ ପଚାର ସେ ଗାଁ ସାରା ଆଚ୍ଛା ମାଉସୀ, ତାଙ୍କର ଯୋଉ ଭୋଜି ଭାତ ହେଲା, ଏତେ ଟଙ୍କାର ଖର୍ଚ୍ଚ ନଷ୍ଟ ହେଲା, ତାପରେ ତମ ଗାଁରେ ସେ କୁଆଡେ ଠିଆ ହେଇଥିଲା, ଝିଅକୁ ଯେତେବେଳେ ଛାଡିବାକୁ ଆସିଥିଲା ଗାଁ ଲୋକ ଠିଆ ହେଇଥିଲେ, ତମେ କୁଆଡେ କହିଲ କଳା ଜୋଇଁ, ତାକୁ କହିଲ, ତାକୁ ବହୁତ ଜୋର କଷ୍ଟ ଲାଗିଲା, ସେଥିପାଇଁ ତମେ କଣ ଦାୟୀ? ନାଇଁ ନାଇଁ, ଆମେ କହିନୁ କିଛି, ସେ ଯାହା ତାର ଲେଖୁଛି ଲେଖୁଛି, ଆମର କଣ, ଆମେ କହିଲୁ ଝିଅ ତ ମଙ୍ଗୁ ନାହିଁ ନା, ଝିଅ ତ ମଙ୍ଗୁ ନାହିଁ, ଆଉ ତମେ ଯାଅ, ଜାଣିଲ। ସିଏ ସେଇଥିରୁ କଣ କଲା, ତାକୁ ତା ମୁହଁରେ କହିବୁ କଳା ଜୋଇଁଟା, ତୁ ଯା ଭାରି, ସେ ଆସିଲା ଏଇ କଥା ସବୁ କହିବୁ। ସେଇ ଏଇଠି ତ ପୁଅ ବସିଲା, ଘରେ ବସିଲା, ସେ ତ ଯିଏ କହିଲା ଆଙ୍କର ଗୋଟେ ପ୍ଲାନ୍ କହିକି ତ ଉଠିଲେ ଆଉ, ଯୋଉଟା ତା ମାଇଁ ଶାଶୁ ହବ ଆଉ ତା ଶାଶୁ ହବ ଆସିଥିଲେ, କିନ୍ତୁ ଯିଏ ଯେମିତି ଉଠିଲେ ଚାଲିଲେ, ଗଲ ଯଦି ଗଲ, ଏଇଆଡୁ ସିଧା ଥାନାକୁ ଗଲେ। ଆଚ୍ଛା ମାଉସୀ, ଗୋଟେ ବଡ ପ୍ରଶ୍ନ, ସେମାନେ କହୁଛନ୍ତି ଯେ ଝିଅ କୁଆଡେ ତମ ଘରକୁ ଯେତେବେଳେ ଆଇଲା, ରିଟର୍ନ ହେଲା, ସେତେବେଳେ କୁଆଡେ ମୁହଁ ନେଉଟି ତାଙ୍କ ଉପରେ ଜବାବ ଦେଲା, ଟିକେ ଆଗକୁ କେତେ ଦୂର ସତ? ଝିଅ ଯେତେବେଳେ ଘରକୁ ଆଇଲା ତମର ସେଦିନ, ଇଏ ସେ ଘରକୁ ଆସିନାହିଁ, ଘରକୁ ଆସି ଛୁଆଙ୍କୁ ପଚାର ନା, ସେ ସେଇଠୁ ଓହ୍ଲେଇକି ଯାଇନାହିଁ ତା ବଡ ବାପା ଘରକୁ, ସେ ସେଇଠି ରହିଥିଲା। ସିଏ ଯେତେବେଳେ ପୁଲିସ, ଇଏ ତ ଗଲେ ଥାନାକୁ, ପୁଲିସ ଆସିଗଲା, ପୁଲିସ ଆସିଲାଠୁ ଆମେ ସେଥିରୁ ପୁଲିସ ପାଖକୁ ଆଣିଲୁ। ମାଉସୀ, ଯୋଉମାନେ କଳା ପୁଅ ଥିବେ ଆଉ ସେମାନଙ୍କର ଗଢଣ ସୁନ୍ଦର ନଥିବ, ସିଏ ଆପଣଙ୍କ କଥା ଶୁଣୁଥିବେ, ମାଉସୀ ସେମାନେ କଣ ଟୋଟାଲି ତାଙ୍କୁ କେହି ଝିଅ ବାହା ହେବେନି? ହଁ, ବାହା ହେବେନି, ସେମିତି ତାଙ୍କ ଯୋଗ୍ୟତା ଦେଖି ଦେବେ, ଆଉ କଣ କରିବେ। ତାର ସେମିତି 5 ଜାଗା 10 ଜାଗା ଭାଙ୍ଗିକିରି ଆସିକି ଦର ବୁଢା ହେଲାଣି, ସିଏ ଆଉ ବହୁତ ବୟସ ହେଇଯାଇଛି। ଆଉ ଯେ କଥା ତ ତା ମାଙ୍କୁ, ମାନେ ଯିଏ ମା ଜନ୍ମ କରିଛି ତାକୁ ତ କଷ୍ଟ ଲାଗିବ ନା, ଯେ ମୋ ପୁଅ ଏମିତି ମା ପରା ଉଠିଲା ନାହିଁ ଜଇଁକି ଦେଖିକିରି। ଝୁଅଟା ତମେ ଗୋଟେ ବିଚାର କର, ଆଜି ପୁଅଟି ଯାହା ସୁନ୍ଦର ଥାଏ, ପୁଅଟି ସୁନ୍ଦର ଥାଏ, ବୋହୂଟି ସୁନ୍ଦର ଖୋଜେ, ଖୋଜେ ନାହିଁ କି? ଯଦି ନ ହଉଛି, ଇଏ ହଉଛି ହୃଦୟର ମିଳନ, ତା ହୃଦୟ ତ ନାହିଁ, ଆମେ କଣ କରିବୁ କୁହ? ସେତିକି କାନ୍ଦି ଅନେଇଲେ ଗାଁ ଗଣ୍ଡା ଦୁନିଆ କାନ୍ଦିଲେ। ସେଇ ହୃଦୟଟା ବାହାଘର ପୂର୍ବରୁ କାହିଁକି ମନା କଲାନି ଝିଅ? ସେ ବା ଦେଖିଦେଲା ସେ ଫଟୋ, କହିଲା ଏଇ ଫଟୋ ଚଳିବ। ହଁ, ଯୋଉ ଫଟୋ ଆଗିଲା ସବୁ ଦେଇଥିଲା ସେତିକି ଦେଖି, ସେଥିରେ ଗୋରା ଭଲ ଦେଖାଉଥିଲା। ହଁ, ସେ ଲୋକଟା କିଏ ଯାହାକୁ ଦେଖି ଆଇଥିଲା? କିଏ ଜାଣି? ତାକୁ କିଏ ବାହାଘର ଯଦି କରାହବ ତାହେଲେ ଆପଣ ରାଜି ହେବେ? ବାହାଘର କରାହବ, ଆପଣ ତାହେଲେ ଝିଅ ଘର ଲୋକ ରାଜି ହେବେ? କଣ ରାଜି ହବୁ ବୋଲିକିରି କଣ ଓଇକା କାମ ଛିଡ଼ିବାକୁ ନାହିଁ, ସେ ତ ନାହିଁ କରୁଛୁ। ତମେ କଣ କହିବ? ସେ ଜଣକୁ ଭଲ ପାଇଥିଲା ବୋଲିକି ସେ ଯୌତୁକ ଦେଇଥିଲେ ଝିଅ ସହିତ ସବୁ ନେଇ ଆଇଲଣି ନା ସେଠି ଅଛି? ସେଟା ଆଜି ଛିଡ଼ିବ ଯାଇଛି। କେତେ ଯୌତୁକ? ସବୁ 7 ମଙ୍ଗଳାକୁ ଯାଇଥାନ୍ତା, ବଡ ଇଏ ଫଟୋ ସବୁ ଥୁଆ ହେଇଛି। ବନ୍ଧୁବାନ୍ଧବ ଏଇନା ସବୁ କଣ କହୁଛନ୍ତି ତମେ? ବନ୍ଧୁବାନ୍ଧବ ବୋପା ଦୋଷ ଦଉଛନ୍ତି, କାହିଁ ତୁ ସେ ଜାଗାରେ ବସିବୁ? ସମସ୍ତେ ବୋପା ଦୋଷ ଦଉଛନ୍ତି, ବୋପା ତ କାବେଳା ହେଇଗଲାଣି। ଆଚ୍ଛା, ଯୌତୁକ କଣ କଣ ଦେଇଥିଲେ ସବୁ? ନାଇଁ କିଛି ଦେଇନା, କିଛି କଣ ଅଳ୍ପ ନେଇଛି, ଏମିତି ହାଉ ହାଉ ଦେଖିକି ଜଇଁକି ଗାଁ ଗଣ୍ଡା ବନ୍ଧୁବାନ୍ଧବ, ଆଉ କିଛି ଦେଇନାହାନ୍ତି। ବହୁତ ଦେଖେ, ଯାହା ଦେଇଥିବ ସେ ଜାଣିଥିବ, ମୁଁ ଜାଣିନି। ମାଉସୀ, ଏବେ ତାହେଲେ କଳା ପୁଅ ଜନ୍ମ ହବାଟା ପାପ? କଳା ପୁଅ ଜନ୍ମ ହବା ପାପ ନାହିଁ, ଯେ ଯିଏ ଯାହା ଯୋଗ୍ୟତା ନବେ ମନ ନାହିଁ। ତାହେଲେ ଏଠି ଝିଅର ଭୁଲ ନା ପୁଅର ଭୁଲ? ପୁଅର ଭୁଲ ନାହିଁ କି? ପୁଅ ଆଜି ଭୁଲ ହେଲା କଳା ହବା କି ତମେ 15 ଜାଗା ତମେ ଦେଖିକି ହବା କଥା, ଲୁଚେଇଲ କାହିଁକି? ମୂଳରୁ ମୁହଁ ଦେଖେଇବାର ଥିଲା। ହଁ, ତା ଇଚ୍ଛା ହେଇଥିଲେ ହେଇଥାନ୍ତା, ନହେଲେ ନାହିଁ। ଆମେ ତ ମୁଦି ପିନ୍ଧଉଛୁ, ଆସିଥିଲେ ସିଏ ଦେଖା ଦେଖି ହେଇଥାନ୍ତେ। ଆଚ୍ଛା ମାଉସୀ, ବେଦିରେ ସେ ଜୋଇଁ ବସିଥିଲେ ନା ତା ବଦଳରେ ଆଉ କିଏ ବସିଥିଲେ? ତା ବଦଳରେ ଆଉ କିଏ ବଇଥିଲା?
ବାହାଘର ବେଦୀରେ ହଁ ବାହାଘର ବେଦୀରେ ବେଦୀରେ ବଇଛି। ବେଦୀରେ ବା ସେ ଜୋଇଁ ଆମ ପାଖେ ଫଟୋ ଭିଡିଓ ଅଛି ସେଇ କାଳିଆ ଜୋଇଁ। ହଁ ସେ କାଳିଆ କେମିତି ଦେଖା ଯାଉଛି। ସେ ଝିଅ କେମିତି ଦେଖିଲା ବାହା ହେଲା କେମିତି? ବାହା ହେଲା ବାପାକୁ ସବୁବେଳେ ଚାହିଁଲା ବାପା କଥା। ଆଚ୍ଛା ମାଉସୀ ସେ କାଳିଆ ଯୋଉ ତ ଏତେ ଶାନ୍ତଶିଷ୍ଟ ଦେଖାଯାଉଛି ତା ଭିତରେ ଏତେ ମଦୁଆ ଗୁଣ ଅଛି? ଆଉ ମଦୁଆ ନା ହଁ ସେଇ ମଦ ଖାଇଥିଲା ରାତିରେ କୁଆଡେ। ତ ଝିଅ କିଛି କହିଛି ପାଟିତୁଣ୍ଡ କରିଛି? ସେ କଥା ଭଲ କି ଆମେ ଜାଣିନୁ। ସେ ପୁଲିସ ଯୋଉ ମାଇକିନା ପୁଲିସ ଆସିନି ତ ତାରି ଆଗେ ସବୁ। ଆଚ୍ଛା ତାଙ୍କ ଘର ଲୋକ ତମକୁ କିଛି କହୁଛନ୍ତି ଗାଳି ଫାଳି ଦଉଛନ୍ତି? ସେ ଥାନାକୁ ଯାଇଛନ୍ତି ବାରି ଭୋଟ କିନି ମିଡିଆ ବାହାର କରିଦେଲା। ଇଆଡୁ ଗଲ ଥାନାକୁ ପୁଲିସ ଏଠିକି ଆଇଲା। ଆମେ ତାକୁ କହିଲୁ ସକାଳୁ ଆମେ ଲେଖି ଦଉଛୁ ଦେଖ ତାଙ୍କ ଜିନିଷ ପତ୍ର ସବୁ ଥୁଆ ହେଇଛି 7 ମଙ୍ଗଳା ଦିନ ସକାଳୁ ଆମେ ନେଇକି ଥାନାରେ ପହଞ୍ଚିବୁ। ସେ ତ ଜମା ମାନିଲା ନାହିଁ ରାତି ଯାକେ ବସିଲା ବସିକିରି ଗଲେ ତାତେ ଫଟୋ ବାହାର କରିସାରିଲାଣି ଆଉ କ'ଣ। ଆଚ୍ଛା ଯଦି ଜୋଇଁ ଦେଖୁଥିବ ଆପଣଙ୍କୁ ସେଇ କୈଳାସ ଦେଖୁଥିବେ ତାଙ୍କୁ କ'ଣ କହିବେ ଜୋଇଁକି? କୋଉଠି ଦେଖିବେ? ଏଇ ଟିଭିରେ ଦେଖୁଛନ୍ତି ଆପଣଙ୍କୁ ଯେ ମା କ'ଣ କହୁଛନ୍ତି ଯେ ତାଙ୍କୁ ଏବେ ଜୋଇଁର ବି ତ ମନ ଦୁଃଖ ଥିବ ନା? ହଁ ମନ ଦୁଃଖ ନାହିଁ କ'ଣ? ଜୋଇଁକି କ'ଣ କହିବାକୁ ଚାହିଁବେ ଆପଣ? ଜୋଇଁକି କ'ଣ କହିବ? ନାଇଁ ଯେ ଜୋଇଁ କହିବ ନାହିଁ ଆମକୁ। ନାଇଁ ଆପଣ କ'ଣ କହିବେ ଜୋଇଁକୁ? ତଥାପି ଜୋଇଁକି ମୁଁ ବୁଝେଇ ବାଝେଇକି ପଠେଇଥିଲି। ମୁଁ କହିଲି ଦେଖ ସେ ଅମାନିଆ ହଉଛି। କାନ୍ଦୁଛି ମନ ଦୁଃଖ କରୁଛି ତ ଆପଣ କ'ଣ କହିବେ ଆପଣଙ୍କ ମାଧ୍ୟମରେ? ଏଇଠି ଜୋଇଁ ଏଠି ଅନେଇଛି ଜୋଇଁ ଆଡେ ଅନେଇଛି ଜୋଇଁ ପାଇଁ କ'ଣ ଗୋଟେ ଝିଅଟେ ଦେଖିବେ ନା ନାଇଁ ସେ ତାକୁ ସେମିତି ଛାଡ଼ିଦେବେ? ସିଏ ଜାଣିଥବ ତାଙ୍କ କଥା ସିଏ ବୁଝିବେ ଆଙ୍କ କଥା ଇଏ ବୁଝିବେ। ଆପଣ କ'ଣ କହିବାକୁ ଚାହିଁବେ ସେ ପୁଅକୁ ସେ କାଳିଆ ପୁଅକୁ କ'ଣ କହିବାକୁ ଚାହିଁବେ? କାଳିଆ ପୁଅ ତା କ'ଣ ଆଉ ଝିଅ ମିଳୁନାହାନ୍ତି? ତା ଉପଯୁକ୍ତ ଦେଖିକିରି କୋଉଠି ଝିଅ ମିଳିଯାଏ ତମ ଝିଅ ମିଳିବନି ତାକୁ। ନ ମିଳୁ। ତମ ଝିଅ ଯଦି ପରବର୍ତ୍ତୀ ସମୟ ଗୋଟେ କୋଉଠି ବାହାର ହେଲା ସେମିତି କାଳିଆ ଜୋଇଁ ହେଲା ସେ ବାହା ହବ ନାହିଁ ନାଇଁ କହୁଛି ମୁଁ ଆଉ ଜମା ବାହା ହେବିନି। ଆଉ ବାହା ହବନି ନା। ଆଚ୍ଛା ଯଦି ମା ଏଇ ଜାଗାରେ ତମ ଝିଅ କାଳି ହେଇଥାନ୍ତା ଆଉ ଜ୍ୱାଇଁ ବେଦୀରେ ଉଠି ଯାଇଥାନ୍ତା କି ନାଇଁ ମୁଁ ଗୋଟେ କଳା ଝିଅକୁ ବାହା ହେବିନି ଉଠି ଯାଇଥିଲୁ ସେତେବେଳେ ଗୋଟେ ଅଡିଆ ଛିଡ଼ି ଯାଇଥାନ୍ତା ଗାଁ ଗଣ୍ଡା ସମସ୍ତେ କହୁଥିଲେ। ଆଉ ତମ ଝିଅ ତାହେଲେ ସେଇ ବେଦୀରେ କାହିଁକି ଉଠିଲାନି? ଉଠିଲେ ନା ବାପାକୁ ଅନେଇଲା ବାପା କଥାରେ। ପୁଅକୁ କିଏ ବାହା ହେଇଥିଲା ବାପା ବାହା ହେଇଥିଲେ ନା ଝିଅ ବାହା ହେଇଥିଲେ? ନାଇଁ ସେଇ ଝିଅ ବିବାହ ହେଇଥିଲା ଯେ ବାପା କଥାରେ ବାପାକୁ ଡରିଲା ଯେ ଯଦି ବାପାକୁ ଅନଉଛନ୍ତି ତାହେଲେ ବାପା ସେଠି ରାଜି କାହିଁକି ହଉଥିଲେ? ସେତେବେଳେ ତ ବାହାଘର ଚାଲିଛି ସମସ୍ତେ କନ୍ଦା କଟା ହଉଛନ୍ତି ଦେଖିକିରି ଦେଶ ଦୁନିଆ ବନ୍ଧୁ ବାନ୍ଧବ ଇଏ ପା ବଦଳ କଲେ ଆଉ ଗୋଟାକୁ ଦେଖେଇଲେ ଗୋଟାକୁ ବାହାଘର କଲେ ଆଉ। ଦେଖେଇଥିଲେ ଯୋଉ କୋଉଠି ଦେଖେଇଲେ? ଫଟୋ ଦେଖେଇଥିଲେ ନା ମଣିଷକୁ? ଫଟୋ ସିଆଡୁ ଆଣିଥିଲେ ଉଠେଇକିରି। କୋଉ ଦିନ ଦେଖେଇଥିଲେ? ଯେତେବେଳେ ନାଗିଲା। ଆଚ୍ଛା ନିର୍ବନ୍ଧ ହେଲା ନା ନାଇଁ? ମୁଦି ପିନ୍ଧି ନାଇଁ ପରା ଆଇଲା ନାଇଁ। ମୁଦି ପିନ୍ଧିବାକୁ ଆସିଲାନି? ଆଉ ଥରେ ଗଲେ ଦେଶ ମାନେ ଗାଁରୁ ଭାଇ ବେହେରା ଆଇଲା ନାଇଁ। ଡାଇରେକ୍ଟ ମୁଦି ପିନ୍ଧିଲାନି ଡାଇରେକ୍ଟ ହାତ ଗଣ୍ଠି ଗଲା। ଏବେ ହାତ ଗଣ୍ଠି ଛିଡ଼ିକି ଦୀପା କ'ଣ ସେ ପଠାଣ ବସ୍ତିରେ ରହିଛି କ'ଣ ହେଇଥିଲା ହେଲା ତା ଭଗବାନ। କଥା କହିଲ ତମ ଝିଅ କହୁଛନ୍ତି ସେମାନେ କହୁଛନ୍ତି ସେ କାହାକୁ ଭଲ ପାଇଥିଲା ସତରେ କାହାକୁ ଭଲ ପାଇଥିଲା? କାହାକୁ ଭଲ ପାଉଥିଲା? ଭଲ ପାଇଥିଲେ ବାହା ହେଇଥାନ୍ତା କାହିଁକି? ଆଚ୍ଛା ଝିଅର ବାପା ଯେତେବେଳେ ପ୍ରଥମେ ଦେଖିବାକୁ ଗଲେ ଝିଅକୁ ବାପାଙ୍କୁ କ'ଣ ପସନ୍ଦ ହେଇଥିଲା ଜୋଇଁ? ଜୋଇଁ ପସନ୍ଦ ନୁହଁ ଯେ ତା ଘର ଆଉ ତାର ଯୋଉ କ'ଣ ଗୋଟା କରିଛି ଗ୍ୟାରେଜ। ବାପା ରୂପକୁ ଦେଖିକି ପସନ୍ଦ କରିନଥିଲେ ଘର ଦ୍ୱାର ତା ବିଜନେସକୁ ଦେଖି ପସନ୍ଦ କରିଥିଲେ। ସେ ପରା ଆଉ ଗୋଟେ ଫଟୋ ଦେଖଉଛି। ଘରକୁ ଯାଇଥିବେ ଦେଖିବାକୁ ନା? ହଁ ସେ ଘର ଦିଏରେ ବା ସେ ଆଉ ଲୋକଙ୍କୁ ଫଟୋ ଦେଖେଇଛି। ଘରେ ବି ଦେଖିନାହାନ୍ତି ବାପା ପୁଅକୁ ଯାଇକି? ନାହିଁ। ତାମାନେ ବାହାଘର ବେଦୀରେ ଜୋଇଁକୁ ଶ୍ୱଶୁର ପସନ୍ଦ କରିଥିଲା କିନ୍ତୁ ଝିଅର ପସନ୍ଦ ଆସିଲାନି। ବେଦୀ ଉପରେ ବି ପସନ୍ଦ ନଥିଲା କାନ୍ଦିଲା ବୋ ବୋଇ ମୁଣ୍ଡ ବାଡ଼େଇକିରି। ସେ ଗୋଟାକୁ ଦେଖେଇ ଗୋଟାକୁ କରୁଛନ୍ତି ଆଉ ଏତେ ତମେ ଆଉ ଗପ ନାହିଁ। ସେ ସେଠିକି ଯାଇଛନ୍ତି ସିଏ ସବୁ ସଜଡ କରିବେ। ଝିଅ ବେଦୀରେ ଗୋଟେ କାହା ସାଙ୍ଗେ ଗପୁଥିଲେ ବୋଲି କହୁଥିଲେ ଭିଡିଓ ଅଛି ତାଙ୍କ ପାଖରେ ଯେ ବେଦୀରେ ଗୋଟେ କୋଉ ପୁଅ ସହିତ ସେ ତାଙ୍କର ଏଇଥିରେ ଗୋଟେ ତମେ ଏଇଥିରେ ଗୋଟେ ବିଚାର କରୁନା କାମଟା ଛିଡ଼ି ନାହିଁ। ଯଦି ଝିଅଟା ଆଇଛି ଆମେ ଜିନିଷ ପତ୍ର ଆଣୁଛୁ କି ଯାହା କରୁଛୁ ଦବୁ ବୁଝେଇକି ଛାଡ଼ିବୁ ତାପରେ ଗୋଟେ ବାହାର ସେ କରିସାରିଲେଣି ବାହାରେ କରିଦେଲେ। ଆଚ୍ଛା ଯଦି ନ ବାହାର କରିଥାନ୍ତେ ମିଡିଆରେ ତାହେଲେ କ'ଣ ଆପଣ ପୁଣି ଥରେ ଦି ଜଣ ଏକାଠି କରିଦେଇଥାନ୍ତେ ନା ନାଇଁ? ହେ ଭଗବାନଙ୍କୁ ସେ ତ ନାହିଁ କରୁଛି ଆମେ କ'ଣ? ଆଚ୍ଛା ଆଇ ତମେ ଟିକେ ବୁଝେଇନ ଝିଅକୁ ଯେହେତୁ ମାଲୋ ଯାହା ତ ହେଲାଣି ତୁ ରହ ତା ସହିତ। ନାଇଁ ସେ ତା ସହିତ ରହିବ ନାହିଁ। ରହିବନି?
ମତେ ଯେ ଆପଣଙ୍କର ବି ଇଣ୍ଟରେଷ୍ଟ ନାହିଁ ବୋଧେ? ସମସ୍ତଙ୍କର ତ ଦେଶ ସାରା ଯାହା ନାଚିଲେ ଯେ କହିଲେ ନ ସାରେ ଆଉ ଅଇକା ପଳେଇ ଆଇଲାଠୁ ନାଚିଲେ ଆଉ ସେତେବେଳେ ସେ ଏମିତି ଯେତେବେଳେ ଆଇଲା ନାଣ ଏମିତିଆ ଜଇଁଥ ବାଛିକିରି କଲେ ଯାହା କିଛି ଚାକେରା ଦୁନିଆ ଆଉ କାହା କଣ କରିବ। ଜଇଁର ମନ ରୂପ ସିନା କଳା କିନ୍ତୁ ଯଦି ହୃଦୟଟା ଗୋରା ହେଇଥିବ ନାଇଁ ହୃଦୟ ଭଲ ଥବ ଆଉ ମଦ ତ ଖାଏ ନାଇଁ ଇଏ ତ ଦେଖିଲା ମଦ ସେଠି କୁଆଡେ ଖାଇଥିଲା ସେଦିନ ଆଉ ଝିଅ ଯଦି ମିଛ କହୁଥିବ ସେ ଭଗବାନଙ୍କୁ ଗୋଚର ତା କହିପାରିବ ଏଠି ଭଗବାନ ତାହେଲେ କାହାକୁ ସପୋର୍ଟ କରିବେ ସେ ଜାଣିଥିବ ମାଲିକ। ଆପଣ ତ ଭଗବାନଙ୍କୁ ମାନନ୍ତି ମତେ କୁହନ୍ତୁ ଏଠି ଭଗବାନ କାହାକୁ ମାନେ ଭଲ କହିବେ ଆପଣଙ୍କ ଝିଅକୁ ନା ପୁଅକୁ? ଯାହା ପାଇଁ ଝିଅ ଜନ୍ମ ହେଇଥିବ ବାନ୍ଧି ଭକ୍ତି ମାନ ହବ ଆ ପାଇଁ ଯଦି ସେ ଜନ୍ମ ନ ହେଇଥିବ ତାର ଗ୍ରହ ଦଶାଗଟା କଟିଲା ଆଉ କିଏ କଣ କରିବ? ଏକାଠି କାଇଁ କରୁଥିଲେ ଜନ୍ମ ଯଦି ହେଇନାହାନ୍ତି? ସେଇ କଥା ଏକାଠି କାହିଁ କରୁଥିଲେ ସେଇ ତ ଗଣ୍ଠି। ଭଗବାନଙ୍କୁ ଆପଣ କଣ ମାଗୁଛନ୍ତି ତାହେଲେ? ଭଗବାନଙ୍କୁ ମାଗୁଛି ସିଏ ଭଲରେ କୋଉଠି ବାହା ସାହା ହେଇକି ରହୁ କି ଇଏ କୋଉଠି ଭଲରେ ରହୁ। ଇଏ ତ ଅଇକା ମନା କରୁଛି। ଆପଣଙ୍କୁ ଗୋରା ଝିଅ ଗୋଟେ ଗୋରା ପୁଅକୁ ବାହା ହବ, ସିଏ କଳା ପୁଅ ଗୋଟେ କଳା ଝିଅକୁ ଦେଖି ବାହା ହବ। କଳା ନୁହଁ ମୋ ଝିଅ କଣ ଗୋରା ବେଶୀ ଗୋରା ତମରି ବନ ତାଙ୍କରି ନାଇଁ ଆ ଭଳିଆ